সবদেব তাবং সবদেব তাবং সবদেব তাবং সবদেব তাবং ସବୁ ଦେବତାଙ୍କ ଆଶୀର୍ବାଦ ମିଳିଲା ପରେ ଯେତେବେଳେ ପୁଅଟିଏ ଆଗେ ବାପା ମାର ଆବଶ୍ୟକତାକୁ ମୂଲ୍ୟ ଦଉଛି ବାପା ମାର ସ୍ଥାନଟା କୋଉଠି ପୁଅ ଯେତେବେଳେ ଆତ୍ମ ସମୀକ୍ଷା କରେ ତେଣୁ ଆଜ୍ଞା ତାକୁ ଆମେ ଉତ୍ତମ ବୋଲି କହିବା ଭାଗବତରେ ଜଗନ୍ନାଥ ଦାସ କଣ କହିଲେ କହିଲେ ପୁତ୍ରର ଧର୍ମଟିଏ ମନ୍ତ ସେବା ଦେ କରେ ପିତା ପୁଅର ଧର୍ମଟିଏ ମନ୍ତ ସେବା ଦେ କରେ ପିତା ସମସ୍ତେ ସାରେ ସେବା କରୁଥିଲେ ଆଜ୍ଞା ସଂସାର ମଧ୍ୟରେ କୁସଂସ୍କାର ପିଲା ଅଛନ୍ତି ବାପାର ମୂଲ୍ୟ ବୁଝନ୍ତିନି ମାର ଆବଶ୍ୟକତାକୁ ଉପଲବ୍ଧି କରନ୍ତି ଯଦି ସମସ୍ତେ କରୁଥାନ୍ତେ ମା ବାପା ମା ଆଗେ ବୁଝୁଥାନ୍ତେ ନା ବାପା ମାଙ୍କ ପାଇଁ ଜଳାଶ୍ରମ ବୃଦ୍ଧାଶ୍ରମ ଖୋଲା ହୁଅନ୍ତା ରାତି ପାଇଲେ ଆମ ରାଜା ହବା କଥା ନାଇଁ ଆଜ୍ଞା ସର୍ବ ସୁଖ ଐଶ୍ୱର୍ଯ୍ୟ ବିଭୋଗକୁ ତ୍ୟାଗ କରି ରାମ ଯଦି 14 ବର୍ଷ ବନକୁ ଗଲେ କାହା ପାଇଁ ନା ପିତୃ ସତ୍ୟକୁ ଆଭିମୁଖ୍ୟ କରି ନିଜର କର୍ତ୍ତବ୍ୟ କର୍ମକୁ ଦୃଷ୍ଟି ଆଗରେ ରଖି ଆତ୍ମ ସମୀକ୍ଷା କରି ହସି ହସି ଆଗେ ସୁଖକୁ ଉତ୍ସର୍ଗ କରି ରାମଚନ୍ଦ୍ର ବନକୁ ବାହାରିଗଲେ ଶ୍ରବଣ କୁମାର ଅନ୍ଧ ପିତାମାତାକୁ କାନ୍ଧରେ ବସି ସକଳ ତୀର୍ଥ ସାର୍ ଚାହିଁଥିଲେ ସେ ତ ପାଦରେ ଦେଇଥାନ୍ତେ ଅନ୍ଧ ପିତାମାତା କୌଣସି କାର୍ଯ୍ୟ ଲାଗିବେନି ତାକୁ କାନ୍ଧରେ ବସାଇ ସକଳ ତୀର୍ଥ କାହିଁ ମିଳିଲେନି କାହିଁକି ନା ସର୍ବ ମୁକ୍ତିର ତୀର୍ଥସ୍ଥଳ ହଉଛି ବାପା ମାଙ୍କ ଚରଣ ଯେତେ ଦିଅ ପୂଜା କର ଯେତେ ଦେବତା ଆରାଧନା କର ମା ସକଳ ପୁଣ୍ୟ ଫଳ ବାପା ମାଙ୍କ ଚରଣ ଚଳେ ତେଣୁ ବାପା ମାଙ୍କୁ ପୂଜା କଲେ ଜୀବନ ଚରିତାର୍ଥ ହେଇଯାଏ ଓଡ଼ିଆ ସାହିତ୍ୟରେ ମେହେର କବି କଣ କହିଲେ ପୂଜି ନାହିଁ ଯେଉଁ ଜନ ପୂଜି ନାହିଁ ଯେଉଁ ଜନ ଗୃହ ନାରାୟଣ